शुभ सकाळ जय जगन्नाथ दर्शक बंधु आज ହେଉଛି ବୁଧବାର ଜୁଲାଇ ମାସ 29 ତାରିଖ। ତ ଆସନ୍ତୁ ଜାଣିବା ଆଜିର ଦେଶ ବିଦେଶର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ତା ପୂର୍ବରୁ ଏମିତି ଲାଟେଷ୍ଟ ନ୍ୟୁଜ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନଟିକୁ ଅନ୍ କରି ରଖନ୍ତୁ ପ୍ରତ୍ୟେକ ଦିନ ଏହିପରି ଗୁରୁତ୍ୱପୂର୍ଣ୍ଣ ଖବର ସର୍ବପ୍ରଥମେ ଜାଣିବା ପାଇଁ। ତ ଚାଲନ୍ତୁ ଡେରି ନ କରି ଦେଖିବା କଣ ରହିଛି ଆଜିର ଗୁରୁତ୍ୱପୂର୍ଣ୍ଣ ଖବର। ଆଜିର ପ୍ରଥମ ଖବର ସେପ୍ଟେମ୍ବର 30 ରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପେପର 1 ଏବଂ ପେପର 2 ଏକ ସମୟରେ ହେବ। ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା 2026 ଆସନ୍ତା ସେପ୍ଟେମ୍ବର 30 ତାରିଖରେ ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦୁଇଟି ପେପରରେ ହେବାକୁ ଥିବା ପରୀକ୍ଷା ପେପର 1 ଏବଂ ପେପର 2 ଏକା ସମୟରେ ହେବ। ପରୀକ୍ଷା ସକାଳ 9 ଠାରୁ ଆରମ୍ଭ ହୋଇ ଦିନ 11:30 ଯାଏ ପରୀକ୍ଷା ଚାଲିବ। ଫର୍ମ ପୂରଣ ପୂର୍ବରୁ ଏଥର ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କ ଆବେଦନ ନିମନ୍ତେ ପରୀକ୍ଷା ସୂଚୀ ଜାରି କରାଯାଇଛି। ଆବେଦନ ଲାଗି ଫର୍ମ ପୂରଣ ତାରିଖ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ଖବର ଗଭୀର ଅପପାତ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା 4 ଜିଲ୍ଲାକୁ ଅରେଞ୍ଜ 12 ଜିଲ୍ଲାକୁ ୟେଲୋ ଆଲର୍ଟ 6 ଜିଲ୍ଲାରେ ସ୍କୁଲ ଛୁଟି। ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଗାମୀ 2 ଦିନ ଧରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ପୂର୍ବାନୁମାନ କରିଛି। ଆସନ୍ତା 24 ଘଣ୍ଟା ପାଇଁ ବରଗଡ଼ ସମ୍ବଲପୁର ସୁନ୍ଦରଗଡ଼ ଏହି 4ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ 12 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପରବର୍ତ୍ତୀ ଖବର ନାଇଡୁ କମିଶନର ରିପୋର୍ଟ ଫାଇଲ ଗାୟବ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। କ୍ରାଇମବ୍ରାଞ୍ଚ କରିବ ନାଇଡୁ କମିଶନ ରିପୋର୍ଟ ଫାଇଲ ଗାୟବ ଘଟଣାର ତଦନ୍ତ। ଏହି ବହୁ ଚର୍ଚ୍ଚିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଫାଇଲଟି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ମୃତ୍ୟୁ ମାମଲା ତଦନ୍ତ ସମ୍ପର୍କିତ ଫାଇଲ। ଏହି ଫାଇଲ ହଜିବା ଘଟଣାରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରୁଥିଲା ମାତ୍ର ଏବେ ମୁଖ୍ୟମନ୍ତ୍ରୀ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ପରବର୍ତ୍ତୀ ଖବର ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ୱାଗତ ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ପ୍ରଥମ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱରର ବିମାନ ବନ୍ଦରରେ ରାଜ୍ୟ ବିଜେପି ପକ୍ଷରୁ ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ବରିଷ୍ଠ ବିଜେପି ନେତା ବିଧାୟକ ସଂସଦଙ୍କ ସମେତ ଦଳୀୟ କର୍ମୀ ଏୟାରପୋର୍ଟରେ ପହଞ୍ଚି ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ସେପଟେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ଗ୍ରହଣ ଯୋଗ୍ୟତା ପର୍ଯ୍ୟନ୍ତ ସବୁଠି ଏବେ ତାଙ୍କ ତ୍ୟାଗ ଓ ନିଷ୍ପତ୍ତିକୁ ନେଇ ଚର୍ଚ୍ଚିତ। ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କୁ ଉଜ୍ଜଳ ଭବିଷ୍ୟତକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ନିଜର ଆବେଗପୂର୍ଣ୍ଣ ଇସ୍ତଫା ପତ୍ରରେ ସେ ଦେଶର ଯୁବବର୍ଗଙ୍କ ସ୍ୱାର୍ଥ ରକ୍ଷାକୁ ନେଇ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ସାରା ଦେଶର ଯୁବ ସମାଜକୁ ଗଭୀର ଭାବେ ଆନ୍ଦୋଳିତ କରିଛି। ପରବର୍ତ୍ତୀ ଖବର ଜଲେଶ ପଟ୍ଟା ଆଶ୍ରମ ପାଇଁ 13 କୋଟି ମଞ୍ଜୁର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅମ୍ଳାନ ସ୍ତୁତିକୁ ଉଜ୍ଜୀବିତ କରି ରଖିବା ପାଇଁ ତଥା କନ୍ଧମାଳର ଜନଜାତିଙ୍କ ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ଚରଣ ମାଝୀ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ କଲେଜ ପଟ୍ଟାରେ ଥିବା ତାଙ୍କର ଆଶ୍ରମ ସ୍କୁଲ ଏବଂ କନ୍ୟାଶ୍ରମର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ମାଝୀ ସିଏମଏସଏ ଫଣ୍ଡିଂରୁ 13 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ୱାମୀଜୀଙ୍କ ଆଶ୍ରମର ଐତିହାସିକକୁ ସୁରକ୍ଷିତ ତଥା ସ୍ମରଣୀୟ କରିବା ପାଇଁ ଏହି ଅର୍ଥ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର ଗଭୀର ଅପପାତ ମୁକାବିଲା ପାଇଁ ସରକାର ସଜାଗ ସବୁ ଜିଲ୍ଲାକୁ 24 ଘଣ୍ଟିଆ ଆଲର୍ଟ ପରିସ୍ଥିତି ନିୟନ୍ତ୍ରଣରେ ସୁରେଶ ପୂଜାରୀ ଗଭୀର ଅପପାତ ଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲୋକସଭା ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲା ଭିତ୍ତିକ ପ୍ରସ୍ତୁତିର ସମୀକ୍ଷା କରି ସମସ୍ତ ଜିଲ୍ଲା ପ୍ରଶାସନକୁ 24 ଘଣ୍ଟିଆ ସତର୍କତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଜନସାଧାରଣଙ୍କ ଜୀବନର ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ମନ୍ତ୍ରୀ ବିପଦପୂର୍ଣ୍ଣ ଅଞ୍ଚଳରୁ ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ରନ୍ଧା ଖାଦ୍ୟ ଶୁଖିଲା ରାସନ ପାନୀୟ ଜଳ ଓ ଅନ୍ୟାନ୍ୟ ରିଲିଫ ସାମଗ୍ରୀର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ କହିଛନ୍ତି। ସେହିପରି ସମସ୍ତ ଜରୁରୀକାଳୀନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯେକୌଣସି ପରିସ୍ଥିତିର ତୁରନ୍ତ ମୁକାବିଲା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ପରବର୍ତ୍ତୀ ଖବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର 19ତମ ପାଳି ଜିଲ୍ଲା ସ୍ତରରେ 99% ଅଭିଯୋଗର ସମାଧାନ ଲୋକଙ୍କ ଅଭିଯୋଗ ଶୁଣିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସୋମବାର ସକାଳେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରିମଣ୍ଡଳର 6 ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତିଟି ଅଭିଯୋଗର ସ୍ଥିତି ଉପରେ ନିୟମିତ ନଜର ରଖାଯାଉଛି। ରାଜ୍ୟ ସ୍ତର ଠାରୁ ଆରମ୍ଭ କରି
जिला स्तर पर्यंत अभियोग शुणाणी व्यवस्थार तदारख कराଯାଉଛି तेणु समाधान हार वृद्धि पाउछि एहा द्वारा एही व्यवस्था उपरे साधारण लोकंको भरोसा वृद्धि पाउछि बोली मुख्यमंत्री କହିଛନ୍ତି सूचना चौकी जे पूर्वरु राज्य स्तर रे अनुष्ठित 18टी पाळीर अभियोग प्रकोष्ठको आसिथिबा 14,941 अभियोग मध्यरु 14,331 अर्थात 96% अभियोगର सफल समाधान କରାଯାଇଛି एथि सहित जिला स्तर रे जिलापाल व एसपी माने नियमित भाबे लोकंको आपत्ति अभियोग शुणुथिबा बेले तहसील व ब्लॉक स्तर रे मध्य अभियोग शुणाणी नियमित रूपे चालिछि जिला स्तर रे जून मास शेष सुधा 2,59,213 अभियोग शुणाणी होई 89% अभियोगର समाधान होइछि। परवर्ती खबर उत्तर ओडिसा रे बन्या भयो जळका साळेनी व बैतरणी रे बन्या आशंका संध्या सुधा टपे पारे विपद संकेत लघुचाप प्रभाव रे उत्तर ओडिसा रे प्रबल वर्षा जारी रहिछि विशेष करी मयूरभंज व बालेश्वर जिल्ला रे व्यापक वर्षा होइथिबा बेले बालेश्वर र नीलगिरी रे सर्वाधिक वर्षा रेकर्ड करा जाइछि एही वर्षा जोगु उत्तर ओडिसा रे प्रमुख नदी जळका साळेनी व बैतरणी रे बन्या परिस्थिति सृष्टि हेबार आशंका देखा देइछि जल संपद विभाग रो आकलन अनुसार आज संध्या सुधा बैतरणी नदी रे बड़ बन्या आसी पारे। परवर्ती खबर लगाण वर्षा जोगु स्कूल बंद राज्य रे लगातार प्रबल वर्षा हेउथिबारु ओडिसा सरकार 6टी जिल्लार समस्त स्कूल व अंगनवाड़ी केन्द्र बंद रखिबाकू घोषणा करिसंती बालेश्वर भद्रक संबलपुर केन्दुझर मयूरभंज व बौद्ध जिल्ला रे एही निर्देश लागू होइछि संपृक्त जिला प्रशासन पक्षरु जारी सरकारी निर्देश अनुसार समस्त सरकारी सहायता प्राप्त व बेसरकारी स्कूल रे गोटे दिन पाई पाठपढ़ा बंद रखिबाकू कुहा जाइछि पाणीपाग परिस्थिति को दृष्टि रखि लोकंक सुरक्षा पाई एही निष्पत्ति निया जाइतिबा प्रशासन कहिछि अभिभावक शिक्षक व साधारण लोकंकु सतर्क रहिबा सह पाणीपाग विभागर परामर्श मानिबाकू अनुरोध करा जाइछि। परवर्ती खबर लगाण वर्षा रे बुडिला बालेश्वर गभीर अपपात जोगु लगाण वर्षा हेबा परे ओडिसार बालेश्वर जिल्लार अनेक अंचल एबे मध्य जलमग्न रहिछि एहा जोगु जिल्लार साधारण जीवन यात्रा गुरुतर भाबे प्रभावित होइछि भारतीय पाणीपाग विभाग अनुसार मंगलवार सकाळ 6:30 पर्यंत 165.5 मिलीमीटर वर्षा रेकर्ड होइछि सोमवार राति लगातार वर्षा हेबा परे सहरर अनेक अंचल पानी रे बुडी जाइछि मुख्य रास्ता व घरोई अंचल रे मध्य जलबंदी परिस्थिति देखा देइछि। परवर्ती खबर ओडिसा रे पुणी महंगा माड चीनी अटा डाली व तेल दर पुणी थरे बढ़िला ओडिसा रे अति आवश्यक सामग्री रो दर वृद्धि साधारण लोकंक चिंता बढ़ाइछि चीनी अटा डाली खाइबा तेल समेत दैनन्दिन व्यवहार रो अनेक सामग्री रो दाम बढ़िछि पूर्वरु पनिपरिबा दर उच्च थिबा बेले एबे राशन सामग्री रो मूल्य वृद्धि घरोई बजेट उपरे अधिक चाप पकाउछि बजार रे लगातार दर बढ़ुथिबारु साधारण लोकंक पाई मासिक खर्च संभाळिबा कष्टकर होई पड़िछि विशेष करी चीनी रो दाम गत एक मास रे किलो पिछा 10 टंका रु अधिक बढ़िछि व्यवसायी व बजार विशेषज्ञ मानक कहिबा अनुसार एही दर वृद्धि पछरे अनेक कारण रहिछि चीनी पाई ओडिसा बहु परिमाण रे अन्य राज्य उपरे निर्भर करे देश रे आखुर दर वृद्धि एवं इथानल उत्पादन पाई अधिक आखु व्यवहार हेउथिबारु चीनी रो दाम बढ़िथिबा बोली विशेषज्ञ माने मत दैछंती। परवर्ती खबर सीजेपी आगरे पुणी मुंड नुआइला सरकार एफआईआर प्रत्याहार नै सौरभ दास को बड़ दाबी कक्राच जनता पार्टी दिल्लीर जंतर मंतर रे अनेक दिन धरी प्रदर्शन करिथिला संसद अभिमुखे मार्च समय रे भिड़ को नियंत्रण करिबा पाई दिल्ली पुलिस लाठी चार्ज करिबा सह लुहाबुआ गैस मध्य प्रयोग करिथिला प्रदर्शनकारी विरुद्ध रे पुलिस कार्यानुष्ठान पाई प्रस्तुति चलाइथिबा बेले सीजेपी रे प्रवक्ता सौरभ दास दाबी करिसंती जे सरकार का विरुद्ध रे एफआईआर दाखल करिबे नाही एवं पूर्वरु दाखल होइथिबा समस्त एफआईआर मध्य प्रत्याहार कराजिबो सौरभ दास एक्स रे एक वीडियो शेयर करि लिखिसंती आमर प्रेस कॉन्फ्रेंस किछि घंटा परे सरकारक प्रतिनिधि माने आम सह साक्षात करिथिले ए बैठक प्राय 2 रु 3 घंटा धरि चालिथिला से माने बिहार एवं आसाम सरकारक सेही नोटिफिकेशन रो कॉपी आम सह शेयर करिथिले जोथिरे एफआईआर प्रत्याहार भविष्यत रे कोनोसी कार्यानुष्ठान न करिबा एवं हिरासत रे निया जाइथिबा व गिरफ होइथिबा समस्तଙ୍କୁ मुक्त करिबार निश्चितता दिया जाइछि दिल्ली सहित बिहार आसाम एवं राजस्थान रे मध्य प्रदर्शन होइथिला राज्य गुडिकर पुलिस प्रदर्शनकारी विरुद्ध रे एफआईआर मध्य दाखल करि सारिछि सीजेपी दाबी करिछि जे एही समस्त एफआईआर प्रत्याहार कराजिबो। परवर्ती खबर प्रदर्शनकारी केस लड़िबे जेनजी गुडमेहर कौर नीट यूजी प्रश्नपत्र लीक एवं एहा सह जड़ित प्रसंग को नै होइथिबा प्रदर्शन रे अंशग्रहण करिबा कारणरू जे युवक युवती माने पुलिस कार्यानुष्ठान रो सम्मुखीन हेउछंती से छात्र छात्री को पाई कांग्रेस पक्षरु एक आईनगत सहायता हेल्पलाइन घोषणा करा जायछि ए सूचना
सामाजिक कर्मी गुरमेहर गौर ଦେଇଛନ୍ତି। କଂଗ୍ରେସ ସୋମବାର ଏକ ପ୍ରେସ୍ କନଫରେନ୍ସର ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ସମସ୍ତ ଆକ୍ରମଣକୁ ଆମେ କଡ଼ା ନିନ୍ଦା କରୁଛୁ। ଆଲୋଚନା ସମୟରେ ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ କୌଣସି ଛାତ୍ରଙ୍କୁ ହିରାସତକୁ ନିଆଯିବ ନାହିଁ ଏବଂ ସେମାନଙ୍କ ବିରୁଦ୍ଧରେ କୌଣସି ପୋଲିସ କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଗୁରମେହର କହିଛନ୍ତି ଯେ ଆଜି ପଶ୍ଚିମବଙ୍ଗ ଓ ବିହାରରେ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଏଫଆଇଆର ତାଲିକା ବହୁତ ଲମ୍ବା ହୋଇଯାଇଛି। ଏହି ପ୍ରେସ୍ କନଫରେନ୍ସରେ ତାଙ୍କ ସହିତ ଏନଏସୟୁଆଇର ଅଧ୍ୟକ୍ଷ ବିନୋଦ ଝାକଡ଼ ଏବଂ ବିହାର ୟୁଥ କଂଗ୍ରେସ ପଦାଧିକାରୀ ରିଚା ସିଂ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ମଧ୍ୟ ଏହି ଅବସରରେ ନିଜ ମତ ରଖିଥିଲେ। ପରବର୍ତ୍ତୀ ଖବର, ପୁଣି ବିବାଦରେ କଙ୍ଗନା। ଜେନ୍ଜି ମହିଳାକୁ ନେଇ କଙ୍ଗନାଙ୍କ ବିବାଦୀୟ ବୟାନ, କହିଲେ ଗଟର ଛାପ। ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତ ନୂଆ ପିଢ଼ିର କିଛି ମହିଳାଙ୍କ ଚିନ୍ତାଧାରାକୁ ନେଇ ସମାଲୋଚନା କରିଛନ୍ତି। ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ପୋଷ୍ଟ କରି କଙ୍ଗନା ସେମାନଙ୍କୁ ଗଟର ଛାପ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କିଛି ଯୁବତୀଙ୍କ ସ୍ୱାଧୀନତାର ଅର୍ଥ ନିଶା ସେବକ, ମଦ୍ୟପାନ ଓ ଅନେକ ଲୋକଙ୍କ ସହ ସମ୍ପର୍କ ରଖିବା ଭଳି ଭାବୁଛନ୍ତି। କଙ୍ଗନା ଲେଖିଛନ୍ତି, ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କିଛି ଯୁବ ମହିଳାଙ୍କ ଆଚରଣ। ସେମାନେ ସ୍ୱାଧୀନ ଓ କ୍ୟାରିୟର କରୁଥିବା ମହିଳାଙ୍କ ଜୀବନକୁ ଅନୁକରଣ କରିବାକୁ ଚାହାନ୍ତି କିନ୍ତୁ ସେହି ସ୍ୱାଧୀନତା ପାଇଁ ଆବଶ୍ୟକ ଦାୟିତ୍ୱ ନେବାକୁ ଚାହାନ୍ତି ନାହିଁ। ପ୍ରକୃତ ସ୍ୱାଧୀନ ମହିଳାମାନେ ସାହସିକ ନିଷ୍ପତ୍ତି ନିଅନ୍ତି, ନିଜ ମତ ନିର୍ଭୟରେ ରଖନ୍ତି, ପରମ୍ପରା ଠାରୁ ଅଲଗା ହୋଇ କ୍ୟାରିୟର ବାଛନ୍ତି ଏବଂ ନିଜ କାର୍ଯ୍ୟର ଦାୟିତ୍ୱ ନିଜେ ନିଅନ୍ତି। ସେମାନେ ନିଜ ନିଷ୍ପତ୍ତିର ପରିମାଣ ନିଜେ ବହନ କରନ୍ତି ଏବଂ ପରିବାର ଉପରେ ଭାର ପକାନ୍ତି ନାହିଁ। କଙ୍ଗନା ଆହୁରି ଲେଖିଛନ୍ତି ଯେ ଆଜିକାଲି ପାଶ୍ଚାତ୍ୟ ଚିନ୍ତାଧାରାରେ ପ୍ରଭାବିତ ଏକ ନୂଆ ପିଢ଼ିର ଭାରତୀୟ ମହିଳା ଦେଖାଯାଉଛନ୍ତି। ମୁଁ ଏମାନଙ୍କୁ ଗଟର ଜେନେରେସନ କହୁଛି। ଏମାନଙ୍କ ମଧ୍ୟରୁ କିଛିଙ୍କ ପାଖରେ ସମାଜକୁ ଦେବା ପାଇଁ କିଛି ନାହିଁ। ସେମାନେ ପଢ଼ାଶୁଣାରେ ଭଲ ନୁହନ୍ତି ଏବଂ ଭୁଲ ଚିନ୍ତାଧାରା ରଖୁଛନ୍ତି।